ଜଗନ୍ନାଥ ଆଉ ବଳରାମ ଇଏ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ବି ଧରିକି ବସିଛନ୍ତି ରତ୍ନ ସିଂହାସନରେ। ସ୍ତ୍ରୀଙ୍କ ଆସନ ଅଲଗା, କିନ୍ତୁ ଭଉଣୀ ତାଙ୍କ ପାଖରେ ବସିଛନ୍ତି। ତାର କାରଣ ହଉଛି ଏଇଟା ଗୋଟେ ସାମାଜିକ ଶିକ୍ଷା ଯେ ଭଉଣୀକୁ ସବୁବେଳେ ଅଗ୍ରାଧିକାର ମାନେ ଭାଇମାନେ ତାଙ୍କୁ ସବୁବେଳେ ଅଗ୍ରାଧିକାର ଦେବା ଉଚିତ, ଆଉ ସବୁବେଳେ ତାଙ୍କୁ ରକ୍ଷା କରିବା ଉଚିତ, ତାଙ୍କର ଦାୟିତ୍ୱ ନେବା ଉଚିତ। କାରଣ ଜଗନ୍ନାଥ କାହିଁକି ଭଉଣୀକି ସାଙ୍ଗରେ ଧରି ବସିଛନ୍ତି, ତାର ଗୋଟେ ଆମର ରାମାୟଣର ଅଛି ଗୋଟିଏ କଥା ଯେ ଯେତେବେଳେ ଶରବିଦ୍ଧ ହେଇ ପଡ଼ିଛି କିଏ ରାବଣ, ରାମଚନ୍ଦ୍ର ମହାପ୍ରଭୁ ତାଠାରୁ କିଛିଟା ଶିକ୍ଷା ଲାଭ କରିଥିଲେ। ସେ କିଛି କେତେଗୁଡ଼ିଏ କଥା ରାମଚନ୍ଦ୍ର ମହାପ୍ରଭୁଙ୍କୁ ଶିକ୍ଷା ଦେଇଥିଲା। ତା ଭିତରେ ଗୋଟିଏ କଥା ଥିଲା, ସେ ପ୍ରଭୁଙ୍କୁ କହିଥିଲା, ହେ ପ୍ରଭୁ, ଆପଣ କେବେ ଭଉଣୀକୁ ଦୁଃଖ ଦେବେନି, କଷ୍ଟ ଦେବେନି, କି ନିଜ ପାଖରୁ ଦୂରେଇବେନି। ସବୁବେଳେ ଭଉଣୀକୁ ନିଜ ପାଖରେ ରଖିବେ। କାରଣ ମୋ ଭଉଣୀ ହେଉଛି ଶୂର୍ପଣଖା। ମୁଁ ତା ସ୍ୱାମୀ ବିଦ୍ୟୁଜିହ୍ୱାକୁ ମାରିଦେଲି ଏବଂ ଭଉଣୀକୁ ମୋ ଠାରୁ ଦୂରେଇ ଦେଲି, ତା ଗୋଟେ ଅଲଗା ଜାଗାରେ ନେଇକି ରଖେଇଲି। ଯାହାଫଳରେ ସେ ପ୍ରତିଶୋଧ ପରାୟଣା ହୋଇ ମୋତେ ଶିଖେଇଲା ସୀତାଙ୍କୁ ହରଣ କର। କାରଣ ମୁଁ କ'ଣ ଜାଣିଥିଲି ସୀତା ପଞ୍ଚବଟିରେ ରହୁଛନ୍ତି ବୋଲି, ମତେ ଜଣେଇଲା ସେଇ, ଏବଂ ତା ପଛରେ ତାର ଉଦ୍ଦେଶ୍ୟ ଥିଲା ଯେ ମତେ କେମିତି ମାରିବ, ମୋ ବଂଶ ବା ସ୍ୱର୍ଣ୍ଣମୟ ଲଙ୍କାକୁ କେମିତି ଧ୍ୱଂସ କରିବ। କାରଣ ତା ମନରେ ଆସିଲା ପ୍ରତିଶୋଧ, ଏବଂ ସେ ମତେ କହିଲା, ଯାହାଫଳରେ ମୁଁ ସୀତାଙ୍କୁ ଅପହରଣ କରିକି ଆଣିଲି। ରାମଚନ୍ଦ୍ର ମହାପ୍ରଭୁ ଆପଣ ଆସିଲେ ମତେ ବଦ୍ଧ କଲେ, ସ୍ୱର୍ଣ୍ଣମୟ ଲଙ୍କା ଆଜି ଛାରଖା କେବଳ ଭଉଣୀ ପାଇଁ। ତେଣୁ ଗୋଟିଏ ଏଇ ଶିକ୍ଷା ମୁଁ ଆପଣଙ୍କୁ ଦଉଛି, ଆପଣ କେବେ ନିଜ ଭଉଣୀକୁ ଆପଣଙ୍କ ଠାରୁ ଅଲଗା କରିବେନି। ତାକୁ ସବୁବେଳେ ନିଜ ପାଖରେ ରଖିବେ, ତାକୁ ଯେତେ ପାରିବେ ସମ୍ମାନ ଦେବେ, ତାକୁ ଭଲ ପାଇବେ। ଆଉ ସେଇଥିପାଇଁ ରାମଚନ୍ଦ୍ର ମହାପ୍ରଭୁ କଳି ଯୁଗରେ ସବୁବେଳେ ଭଉଣୀକୁ ସାଙ୍ଗରେ ଧରିକିରି ବସିଛନ୍ତି। ଦ୍ୱିତୀୟ କଥା, ଯୋଉ ରଥଯାତ୍ରା ହଉଛି, ଆଗରେ ଦେଖିବ ଯାଆନ୍ତି ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା, ପଛରେ ଜଗା। ଭଉଣୀକି ମଝିରେ ରଖନ୍ତି, କାହିଁକି ନା ସୁରକ୍ଷା ଦେବା ପାଇଁ। ଆଗରେ ବଡ ଭାଇ ରହିଲେ, ପଛରେ ସାନ ଭାଇ, ମଝିରେ ରହିଲା ଭଉଣୀ। ଆଉ ସେଇଥିପାଇଁ ଭାଇ ହାତରେ ଭଉଣୀ ସବୁବେଳେ ଗୋଟେ ରାକ୍ଷୀ ବାନ୍ଧେ ଯେ ଭଉଣୀର ପ୍ରତ୍ୟେକ ଅବସ୍ଥାରେ, ପ୍ରତ୍ୟେକ ସମୟରେ ତାକୁ ସେ ସୁରକ୍ଷା ଦବ। ତେଣୁ ଜଗନ୍ନାଥ ଏହା ଦ୍ୱାରା କ'ଣ ହଉଛି, ସେଇଥିପାଇଁ ଜଗନ୍ନାଥ ଭଉଣୀକୁ ସାଙ୍ଗରେ ନେଇକି ରଥଯାତ୍ରା କରନ୍ତି, ସ୍ତ୍ରୀକି ନିଅନ୍ତିନି। କାରଣ ସ୍ତ୍ରୀ ପଛ, ଆଗ ଭଉଣୀ। ଗୋଟିଏ ମା ପେଟରୁ ଜନ୍ମ ଏବଂ ଗୋଟିଏ ବାପାଙ୍କ ଔରସରୁ ଜନ୍ମ, ପିଲାଦିନୁ ସିଏ ସାଙ୍ଗ ହେଇକି ବଢିଲେ ବି ଏକାଠି, ସ୍ତ୍ରୀ ପଛରେ ଆସିଲା। କିନ୍ତୁ କେତେ ଗୁଡ଼ିଏ ଲୋକ ଉପରେ କମ୍ପ୍ଲେନ କରିବେ ଯେ ଏହା ଦ୍ୱାରା ନାରୀମାନଙ୍କ ପ୍ରତି ଗୋଟେ ଅନ୍ୟାୟ ହଉଛି। କିନ୍ତୁ ଏହା ଅନ୍ୟାୟ ନୁହେଁ। କାହିଁକି ନା ଯେଉଁ ସ୍ତ୍ରୀଟି ଆସୁଛି ସିଏ ବି ଜଣଙ୍କର ଭଉଣୀ ନା, ତା ଭାଇ ବି ତାକୁ ସେଇଭଳି ସମ୍ମାନ ଦବ, ସେଇଭଳି ସ୍ନେହ କରିବ, ସେଇଭଳି ଭଲ ପାଇବ। ସିଏ ବି ତା ଭାଇ ପାଖରେ ସେଇଭଳି ଅଧିକାର ମଧ୍ୟ ପାଇବ। ତେଣୁ ଏଥିରେ ନାରୀ ସମାଜର କିଛି ମାନେ ଅମାନ୍ୟ ବା ଅପମାନ ହେଲା ଭଳିଆ କଥା କିଛି ନାହିଁ। ତେଣୁ ଜଗନ୍ନାଥ ଆଉ ତାପରେ ବି ସବୁବେଳେ ଚେଷ୍ଟା କରିବା ଉଚିତ। ଜଗନ୍ନାଥ ଲକ୍ଷ୍ମୀକି ତ ଅପମାନ କରୁନାହାନ୍ତି। ଲକ୍ଷ୍ମୀ ଯେତେବେଳେ ରାଗିକି ଯାଉଛନ୍ତି, ରଥ ଭାଙ୍ଗି ଦଉଛନ୍ତି, ଜଗନ୍ନାଥ ତାଙ୍କୁ ବୁଝଉଛନ୍ତି, ବୁଝେଇ ସୁଝେଇ ତାଙ୍କୁ ପୁଣି ବିଦା କରୁଛନ୍ତି। ତେଣୁ ସ୍ତ୍ରୀକୁ ସ୍ତ୍ରୀ ଜାଗାରେ ରଖିବା, ଭଉଣୀକୁ ଭଉଣୀ ଜାଗାରେ ରଖିବା। ତା ଅର୍ଥ ନୁହେଁ ଯେ ଜଗନ୍ନାଥ ସ୍ତ୍ରୀକି ବି ଅବମାନନା କରୁଛନ୍ତି ବା ତାଙ୍କୁ ଦୁଃଖ କଷ୍ଟ ଦଉଛନ୍ତି, ପଚାରୁନାହାନ୍ତି। କିନ୍ତୁ ଭଉଣୀକୁ ସବୁବେଳେ ସେ ସାଙ୍ଗରେ ରଖିଛନ୍ତି ଏଇଥିପାଇଁ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଯେ ନାରୀ ଦ୍ୱାରା ଅଧିକ ବଶୀଭୂତ ହବାନି। ବର୍ତ୍ତମାନ ସମାଜରେ କ'ଣ ହଉଛି, ପିଲାମାନେ ବାହା ହେଇ ସାରିଲା ପରେ ଭଉଣୀକି ପଚାରୁନାହାନ୍ତି, ବାପା ମାଙ୍କୁ ପଚାରୁନାହାନ୍ତି, ସବୁବେଳେ ଯାହା ସ୍ତ୍ରୀ ଯାହା କହିବ ସେଇଆ। ବର୍ତ୍ତମାନ ବୃଦ୍ଧାଶ୍ରମ, ଜରାଶ୍ରମ ଚାରିଆଡେ ଖୋଲିଲାଣି, ଆଗରୁ ଥିଲା। କାହିଁକି ନା ବର୍ତ୍ତମାନ ପିଲାମାନେ ସବୁବେଳେ ଆଗ ସ୍ତ୍ରୀ କଥାଟାକୁ ଆଗ ଗ୍ରହଣ କରୁଛି, ନାରୀଟା ତାଙ୍କ ପାଇଁ ବଡ ହେଇଯାଉଛି, ଭଉଣୀ ବଡ ହଉନି ବା ବାପା ମା ବଡ ହଉନାହାନ୍ତି। ଶିକ୍ଷା ସମାଜକୁ ଭଉଣୀକୁ ଅଗ୍ରାଧିକାର ଦିଅ। ତା ଅର୍ଥ ନୁହେଁ ଯେ ସ୍ତ୍ରୀ କି ପଚାରିବନି, ସ୍ତ୍ରୀ ବି ଯେତିକି ସମ୍ମାନ ପାଇବା କଥା ପାଇବ, କାରଣ ସିଏ ବି ଜଣଙ୍କର ଭଉଣୀ ନା।
ତା ଭଉଣୀ ବି ତା ଭାଇ ବି ତାକୁ ସେଇଭଳି ସମ୍ମାନ ଦବ, ସେଇଭଳି ମାନ୍ୟତା ଦବ, ସେଇଭଳି ସୁରକ୍ଷା ଦବ, ସେଇଭଳି ଭଲ ପାଇବ। ତେଣୁ ଏଥିରେ ନାରୀ ସମାଜର କିଛି ଅସୁବିଧା ହଉନି ଆ ଦ୍ୱାରା। ଦର୍ଶକ ବନ୍ଧୁ, ଆପଣମାନେ ଆଜି ତ ରଥ ସେ ବିଷୟରେ ଜାଣିଲେ। ନେକ୍ସଟ ଆଗକୁ ଆମେ ଆଉ ଗୋଟିଏ କୋଶ୍ଚିନ୍ ସହିତ ପୁଣି ଆପଣଙ୍କ ସହିତ ଦେଖା ହବୁ। ଜୟ ଜଗନ୍ନାଥ।